जदि गर्भस्थ शिशुर लिंग निरूपण होउची हमरो दी चारटा धरा हेले कटक रे आउ कोना नहीं नर्सिंग होम बा अल्ट्रासाउंड आउ कोना डिटरमिनेशन ऑफ सेक्स इज एन ऑफेंस एटा गोटा धर्तव्य अपराध आईन तो दंड मिलिबो आउ कोना भय रे नले आगुरु ये 1500 आउ 1500 बढ़ाई देले कहि देबे झुओ अछि सफा कर दे आउ काम न हो ये अल्ट्रासाउंड न कले भी वसुदेव जानिथला ये किए भागवत कहले पिडोई देव की उदर ये तो नदी चक्रधर वसुदेव बंदीशाला उद्भासित आलोक भितरे कृष्णर दिव्य रूप देखिला केमितिया छंद बोलिबो लंबोदर बेहरा मु पांपड़ भी की सुन दिन कृष्ण दास कहले कहले कोटिए शरद चंद्रजिणी मुख आपालो श्रीअंग तोर दी फाड़े करदेला देख मारी दब सी रखिम करूना बाहर जो दब रखिब परिश्रम कले हाथी भलिया रहिब जिनिस ये आ से एमितिया न बसी दब तुम जीवन नै जो ताका झांजुटा देखुन दी फाड़े हिला तारा कोन मोर बा फटै छाइलै मोर फटै छाइलै ब परिश्रम कर चुपेब निखटू वसुदेव देखिला बंदीशालार उद्भासित आलोक भितरे এই অপূর্ব দিব্য রূপ ছুয়া জন্ম হলা কোন হেনি কোন বিষয় মু করছিবা কৃষ্ণ জন্ম হলা সে কো বিষয় করথলে কইল হে एलासनबा मु सेदिन करथली मुंडो कोउडी पूजा होची पचारी की जाइथली कोन करिवु कहिल यारो रफ खाता फूल को परीक्षा खाता रे हाळू नेखिला बेले गुरा 10 20 टा खाता चिरी छाई नाही रफ करी की हां परीक्षा खाता रे सुनो देखला नाही किछि रफ प्रबल हां र जगला भी करना सुन कृष्ण ए पछरे वसुदेव अनेइची हां काकू देखला पछे जे वसुदेव थला श्री कृष्ण मुख को चाहिला ता ना दिया हितला दी से दिन को हां दिया हितला दी रे ना दिया हितला दी से दिन गोरी दिया नंद पारे गोठे रे थला आसी की थेई थेई हला आहा मो नंद कोले गोविंद आहा मो नंद कोले गोविंद अरे कोइसा न हले तुम्हारे ना दिया होई कोन करिनु कहिलु दिया होई 21 दिन गर्भ ऋषि आसी कृष्ण तार नाम देले
ଜଗନ୍ନାଥ ଦାସ କାହିଁକି ବସୁଦେବ କୃଷ୍ଣ ଦେଖିଲା ବୋଲି କହିଲେ କିଏ ଗୋବିନ୍ଦ କିଏ ଗୋବିନ୍ଦ ଗୋ ଗୋ ଶବ୍ଦର 30ଟା ଅର୍ଥ ଓଡ଼ିଆ ଭାଷା କୋଷ ଗୋପାଳ ଚନ୍ଦ୍ର ପ୍ରହରାଜ କରିଛନ୍ତି ଗୋ ଶବ୍ଦର 30ଟା ଅର୍ଥ ବହି କିଏ ନା ଇଏ କିଏ ଗୋ ଗୋ ଶବ୍ଦର ଅର୍ଥ ହଉଛି ଇନ୍ଦ୍ରିୟ ଇନ୍ଦ୍ରିୟକୁ ଦମନ କରିଥିଲା ସିଏ କୃଷ୍ଣ 16,000 ଗୋପ ନାରୀ ରମଣ କଲେ ତଥାପି ଇନ୍ଦ୍ରିୟ ଦମନକାରୀ କୃଷ୍ଣ କାହିଁକି ସେଦିନ ଯମୁନା ବଢିଥିଲା ମାୟା ରୂପୀ କୃଷ୍ଣ ଗୋପୀକି କହିଲା ଯମୁନା ପାଖକୁ ଯା କହିବ ଯଦି ଶ୍ରୀକୃଷ୍ଣ ବ୍ରହ୍ମଚାରୀ ଯାଅ ଯମୁନା ପସରି ଯାଅ ଯମୁନା ଏ 16,000 ଗୋପ ନାରୀ ରମଣ କଲେ କିନ୍ତୁ ଇନ୍ଦ୍ରିୟ କୁ ଦମନ କରିଥବ ଯିଏ ସିଏ ଗୋବିନ୍ଦ ର କୃଷ୍ଣ କାହିଁକି ହେଲା ଜନ୍ମ ଆଗରୁ ବସୁଦେବ କାହିଁ କୃଷ୍ଣକୁ ଦେଖିଲା ସିଏ କହିଥିଲେ ମୁଁ କୃଷ୍ଣ ହେବି ସିଏ ବୋଲିଥିଲେ କହିଲେ ବଜା ବୁଜା ଡୁମ୍ଫା ବୋଲିଲେ ଡୁମ୍ଫା ବିହରୁ ବିହରୁ ଦଣ୍ଡକାରଣ୍ୟ ବୋଲିଲେ ସେ ଡୁମ୍ଫା କି ଗୁମ୍ଫା କେ ଜାଣି ର ଇଏ ଋଷି ମାନେ ରାମଙ୍କୁ କହିଲେ ରାମ ତାଙ୍କୁ କଥା ଦେଲେ ପଲ୍ଲବୀ ହୋଇବ ତୁମ୍ଭେ ତାପରେ କହିଲା ଗୋପୀଗଣ ଇଏ ଋଷି ହେବେ ଇଏ କୃଷ୍ଣ ହେବେ ଏଇଟା ପଛରେ ବନବାସର କଥା ଦଣ୍ଡକାରଣ୍ୟରେ କିନ୍ତୁ ରାମ ଜନ୍ମ ହେଲା ଦିନ କହିଥିଲେ ମୁଁ କୃଷ୍ଣ ହେବି ରାମ ଜନ୍ମ ହେଲେ ସବୁ ଦେବତା ଦେଖିବାକୁ ଆଇଲେ ଆଉ ଜଣେ ଦେବତା ଆସିନଥିଲେ ଡେରିରେ ଆଇଲେ ରାମ ଅନେଇଲେ କହିଲେ ଏତେ ଡେରି କଣ ବହୁତ ଦୂର ବାଟ ଯାଇଥିଲି କହିଲା ବହୁତ ଦୂର ବାଟ ଯାଇଥିଲି ଡେରି କଣ ଧାନ କଟା ହଉଛି ତ ନା ବିଧିର ବିଧାନ ଭୁଲ ହବ ମୁଁ କଣ ଦିନରେ ଆଇଥାନ୍ତି ଦିନରେ ଆସନ୍ତିନି ଯିଏ ସେଇ ଆଇଥିଲେ ସେ କିଏ ଚନ୍ଦ୍ର କହିଲେ ପ୍ରଭୁ ଆପଣ ରାମ ହେଲେ ଶୂନ୍ୟବାସୀ ନିରାକାର ବ୍ରହ୍ମ ସାକାର ହେଲେ ଗୋବିନ୍ଦ କେଯାଏ 16,000 ଜମା ନୁହଁ ପୃଥିବୀର ଲୋକ ସଂଖ୍ୟା ଯେତେ ଗୋବିନ୍ଦ ସେତେ କଣ କହିବୁ କହ ଲୋକ ଯେତେ କୃଷ୍ଣ ପୃଥିବୀର ଲୋକ ସଂଖ୍ୟା ଆଜ୍ଞା ଯେତେ ଗୋବିନ୍ଦ ସେତେ କାହିଁକି ଭାଗବତ ମୁହିଁ ନିର୍ମଳ ନିରାଭାରେ ସକଳ ଶରୀରେ ଏ ଭଗବାନ ସକଳ ହୃଦୟରେ ଅଛନ୍ତି ତାହେଲେ ଲୋକ ସଂଖ୍ୟା ଯେତେ ଗୋବିନ୍ଦ ସେତେ 16,000 କଣ ବେଶୀ ହେଲା ରାମ ଜନ୍ମଦିନ ଦିନ କହିଲେ ମୁଁ କୃଷ୍ଣ ହେବି କଥାଟା ଏଇଠି ଚନ୍ଦ୍ର ପଚାରିଲେ ଆପଣ ନିରାକାର ବ୍ରହ୍ମ ଏଇ ଯୋଉ ରାମ ରୂପ ନେଲେ
ଆପଣ କଣା ନା ଅନ୍ଧ? ପଛରେ ଆସି ଏତେ ଅପମାନ ରେ କଣ ଆପଣ କଣା ନା ଅନ୍ଧ? କଣ କଣ ଅନ୍ଧ କଣା କିଏ? କଣା କେ କଣା କିଏ? ଆମ ଗାଁ ଅଗା ଆରେ କଣା କିଏ? ଓହୋ ଅନ୍ଧ କିଏ? ଭାଗବତ ବିପ୍ରେ ବେଦ ବଚନ ଶାସ୍ତ୍ର ମତ ଆହା। ଏବେ ନି ବିପ୍ରଙ୍କ ଆମ ମ୍ୟୁନିସିପାଲିଟିରେ ଯେତେ ଟ୍ରାକ୍ଟର ନାହିଁ ଯେତେ ଛୋଟ ଛୋଟ ଆମ୍ପୁଡା ମେସିନ ଅଛି ହଁ। ଆମ୍ପୁଡିକି ଗଦେଇ ଦେବି ଭାଗବତ ପୋତି ହେଇ ପଡିବ ଦାମୋଦର ବେହେରା। ଘର ଥାଣି କର କହିଲା, ବେଦ ବଚନ ଶାସ୍ତ୍ର ମତ ଓହୋ। ଏବେ ନି ବିପ୍ରଙ୍କ ଇଏ କଣା ଏକ ଭାବେ କଣା ହୋଇ ବେନି ନଥିଲେ ଅନ୍ଧ ସେଇ ଚନ୍ଦ୍ର ପଛରେ ଆସି ବଡ କଥା ଆଉ କହିଲା, ଓ ତମେ ପଛରେ ଆସି କଣ ଏମିତିଆ କହୁଛ? କଣ କି ଅନ୍ଧ କହିଲଣି କଣ ଇଏ? ନା ପ୍ରଭୁ ଆପଣ ନିରାକାର ବ୍ରହ୍ମ। ଚନ୍ଦ୍ର ସୂର୍ଯ୍ୟ ଆପଣଙ୍କର ଦିଟା ଆଖି। ମୁଁ ଚନ୍ଦ୍ର କୁଆଡେ ଗଲି? ଗଲି କୁଆଡେ ସୂର୍ଯ୍ୟ ବଂଶ ଆପଣ ତ ହଇଲେ ଜନ୍ମ। ଚନ୍ଦ୍ର ସୂର୍ଯ୍ୟ କେଉଁ କରି ହଇଲେ ସମାନ। ଉଦିତ ସୂର୍ଯ୍ୟର ଚିତା ମୁଣ୍ଡରେ ରହିବ। ଏ ପକ୍ଷପାତିତା ଆଉ ପ୍ରଭୁ ନ ରହିବ। ଗଲା ମୁଁ ଚନ୍ଦ୍ର କୁଆଡେ ଗଲି? କୁଆଡେ ଗଲି ସୂର୍ଯ୍ୟ ବଂଶ ସୂର୍ଯ୍ୟ ଚିତା ଲଗେଇବ ମୁଁ ତାହେଲେ ଗୋଟାଏ ଆଖି ବନ୍ଦ କଲ। ଠାକୁର ହସିଲେ। ଆମ ଗାଁରେ ଗୋଟା କଥା ନାହିଁ, କଣ ହାଟୁଆ ହୁଡିଲେ ହାଟ ପାଳି କରେ, ଚଷା ହୁଡିଲେ ବରସେ। ସିଏ ଆଉ ଦିହକୁ ନେବେନି। ଆମ ଗାଁରେ କହନ୍ତି ଆକୁ ଭୋଟରେ ହୁଡିଲେ 5 ବର୍ଷ ସିନା, ଯେତେ ବୋବେଇଲେ ଆଉ ହବ? ଅବତାରରେ ପୁରୁଷେ ଏ ଅବତାରରେ ଆଉ ହବ ନାହିଁ। ମୁଁ ଆସିବି ଦ୍ୱାପରରେ କୃଷ୍ଣ ରୂପରେ କଂସ ବନ୍ଦୀ ଘରେ ଥବ। ବନ୍ଧୁ ମେଘର 4ଟା ନାଁ ନୁହଁ, ଦ୍ରୋଣ ଆବର୍ତ୍ତକ ସାବର୍ତ୍ତକ ପୁଷ୍କର 4 ଖଣ୍ଡ ମେଘ। ମେଘମାଳା ବୃଷ୍ଟି କରିବେ, ସେଇଠି ତମେ ଦେଖିବ ଆକାଶେ ଉଦେ ନିଶା କର। ଅଷ୍ଟମୀ ଚନ୍ଦ୍ର କେଡ ବଡ କି? ସେ କିନ୍ତୁ ଦେଖିଲା ଗୋବିନ୍ଦ ଉଦରୁ ବାହାର, ଗୋବିନ୍ଦ କହିଥିଲେ ମୁଁ କୃଷ୍ଣ ହେବି। କୃଷ୍ଣ ହେଲେ ବସୁଦେବ ଦେଖିଲା କୃଷ୍ଣକୁ ମୁଣ୍ଡରେ ମୁଣ୍ଡେଇଲା। କାହିଁ କହିଲେ? ଜନ୍ମ ହେଲା ଛୁଆ କଥା କହିଲା। ଖାଲି କହିଦେଲେ ହବନି, ସେ ଛୁଆ କଥା କହିଲା। ବସୁଦେବ କାହିଁ ତାକୁ ହଠାତ୍ ଟେକିକି ନେଲା? କାହିଁ ନେଲା? ସେ ଛୁଆଟା ଜନ୍ମ ହେଇକିରି କଥା କହିଲା। କହିଲା ଆଉ କଥନେ ନାହିଁ ବେଳ ମତେ ଘେନିଣ ବେଗେ ବୋଲିଥିଲେ ସିଏ। ଯାହା ଶୁଣିଛି ଯଶୋଦା କୋଳେ ପୁତ୍ର ଥୋଇ ପାଲ କନ୍ୟା ଆଣିବ ପାଲଟାଇ। କନ୍ୟା ପାଲ ଦେଇ ଆଣିବି ତତେ ଥୋଇଦେବି। କହିଲା ଭଲ ପୁଅ ଜନ୍ମ ହେଲୁ, କଂସ ତ ତତେ ମାରିବ, ମୋ ପ୍ରାଣଟା ଅଚିରେ ଯିବରେ।